ଆଜି ମୁଁ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବି ଯାହାଙ୍କ ପାଖରେ ଘର ଭଡ଼ା ଦେବାକୁ ପଇସା ନଥିଲା। ସେ ହେଉଛନ୍ତି ହଲିଉଡର ସୁପରଷ୍ଟାର ସିଲଭେଷ୍ଟର ଷ୍ଟାଲୋନ। ଦିନେ ଗରିବ ଏତେ ବଢି ଯାଇଥିଲା ଯେ ସେ ତାଙ୍କର ପୋଷା କୁକୁରକୁ ମାତ୍ର $25ରେ ବିକିବାକୁ ପଡ଼ିଥିଲା। ସେ କୁକୁରକୁ ବିକି ସେଠାରୁ ସେ ବହୁତ ମନ ଦୁଃଖରେ ଫେରିଥିଲେ, କିନ୍ତୁ ସେ ହାର ମାନିନଥିଲେ। ସେ ଗୋଟିଏ ବକ୍ସିଂ ମ୍ୟାଚ୍ ଦେଖିବା ପରେ ମାତ୍ର 3 ଦିନରେ ରକି ମୁଭିର ସ୍କ୍ରିପ୍ଟ ଲେଖିଦେଇଥିଲେ। ଷ୍ଟୁଡିଓର ମାଲିକମାନେ ଏହି କାହାଣୀ ପାଇଁ $3,50,000 ଦେବାକୁ ଚାହୁଁଥିଲେ, କିନ୍ତୁ ଷ୍ଟାଲୋନିଙ୍କର ଗୋଟିଏ ସର୍ତ୍ତ ଥିଲା। ସେ ଚାହୁଁଥିଲେ ଯେ ଏହି ସିନେମାର ହିରୋ ହେବା ପାଇଁ। ନିଜ ପାଖରେ ଟଙ୍କା ନଥାଇ ମଧ୍ୟ ଏତେ ବଡ଼ ଅଫରକୁ ସେ ମନା କରିଦେଇଥିଲେ ଏବଂ ଶେଷରେ ସେ ଏହି ଫିଲ୍ମରେ ହିରୋ ହୋଇଥିଲେ। ପରେ ଏହି ସିନେମାଟି ସୁପରହିଟ୍ ହୋଇଥିଲା ଏବଂ 3ଟି ଅସ୍କାର ଆୱାର୍ଡ ଜିତିଥିଲା। ସଫଳତା ହେବା ପରେ ସେ ସର୍ବପ୍ରଥମେ କ'ଣ କଲେ ଜାଣିଛନ୍ତି? ଯେଉଁ ବ୍ୟକ୍ତିଙ୍କୁ ସେ କୁକୁରଟି ବିକିଥିଲେ ତାକୁ ଖୋଜି ବାହାର କଲେ ଏବଂ ତାକୁ $25,000 ଦେଇ ତାଙ୍କ ପୋଷା କୁକୁରଟିକୁ ଫେରାଇ ଆଣିଥିଲେ। ଏହି ଷ୍ଟୋରିରୁ ଆମେ ଶିଖିଲେ ଯେ ସମୟ କେତେ ଖରାପ